ମୁଁ ଅନୁଧ୍ୟାନ କଲି ତାର କାରଣ କଣ ନା କାରଣ ହଉଛି ଗୋପାଳପୁରର ଛାତ୍ରୀ ଗଣଧର୍ଷଣ, ବାଲେଶ୍ୱର ଏଫଏମ୍ କଲେଜର ଯୋଉ ଝିଅଟି ଆତ୍ମହତ୍ୟା କଲା ଏବଂ ତାକୁ ଏମାନେ ଉସ୍କେଇକି ହତ୍ୟା କରିଛନ୍ତି ବୋଲି ଖବର ଆସୁଛି ଏବଂ ସାରା ଓଡ଼ିଶାର ଗୋଟେ ବିରାଟ ଇସ୍ୟୁ ହେଇଛି। ଏବେ ବଳଙ୍ଗା ଇସ୍ୟୁ ହଉ, ଏବେ ବିଭିନ୍ନ ଜାଗାରେ କେବଳ ଦୁଷ୍କର୍ମ, ଗଣଧର୍ଷଣ, ମହିଳାମାନଙ୍କ ଉପରେ ଅତ୍ୟାଚାର, ଏସବୁ କଥା ଯୋଉ ଭଳି ଭାବରେ ହଉଛି ଓଡ଼ିଶାର ମୁହଁ ତଳକୁ ହେଇଗଲାଣି, ମୁଣ୍ଡ ତଳକୁ ହେଇଗଲାଣି। ସାରା ଭାରତ ବର୍ଷରେ ତଥା ସାରା ବିଶ୍ୱରେ ଓଡ଼ିଆ ଅସ୍ମିତା ବର୍ତ୍ତମାନ କ୍ଷତ ବିକ୍ଷତ। ସେଇଥିପାଇଁ ସରକାର ସାହସ କୁଳେଇ ପାରୁନି ଯେ ବିଧାନସଭାକୁ ଡାକିବ, ଆଲୋଚନା କରିବ। ବିଧାନସଭା କାହିଁକି ଡକାଯାଏ? ବିଧାନସଭାରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଏ ଏବଂ ବର୍ଷକର 3ଟି ସମୟରେ ବିଧାନସଭା ଡକାଯାଏ, ଯାହା ଫଳରେ କି ସେଇ ସମୟ ଭିତରେ ଯାହା ସବୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଥିବ ତାକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇପାରିବ ଏବଂ ସରକାର ମଧ୍ୟ କିଛି ଜ୍ଞାନ ଲାଭ କରନ୍ତି ସେ ସମସ୍ୟାର ସମାଧାନ କରିବା ପାଇଁ। ଏମାନଙ୍କର ନା ଇଚ୍ଛା ଅଛି ଜ୍ଞାନ ଲାଭ କରିବାର, ସମସ୍ୟା ସମାଧାନ କରିବାର, ନା ବିଧାନସଭା ବା ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସମ୍ମାନ ଦେଖେଇବାର, ନା ସମ୍ବିଧାନ ପ୍ରତି ଏମାନଙ୍କର ସମ୍ମାନ ଅଛି। ଏସବୁ କଥା ନ କରି ଗୋଟେ ଫମ୍ପା ଆବାସ ଦେଇ ସେ କାହିଁ କହୁଛନ୍ତି? ମନ୍ତ୍ରିମଣ୍ଡଳ ବିସ୍ତାର କରିପାରିଲେ, କର୍ପୋରେସନ ଗଢ଼ିପାରିଲେ, ଯେତେ କମିଶନ ଖାଲି ପଡ଼ିଛି ତାକୁ ମହିଳା କମିଶନ ସବୁ କମିଶନ ଠିକ କରିପାରିଲେ, ଯେତେ ଏକାଡେମୀ ଖାଲି ପଡ଼ିଛି ତାକୁ ପୂରଣ କରିପାରୁଛନ୍ତି ଏବଂ ଡିଷ୍ଟ୍ରିକ୍ଟ ପ୍ଲାନିଂ ବୋର୍ଡ ଏତେ ପର୍ଯ୍ୟନ୍ତ ବର୍ଷେ ଉପରେ ଗଢ଼ିଲା ଡିଷ୍ଟ୍ରିକ୍ଟ ପ୍ଲାନିଂ ବୋର୍ଡ, ଯୋଉଠିକି ଜିଲ୍ଲାର ବହୁତ କଥା କ୍ରିଟିକାଲ ଗ୍ୟାପ୍ ଫଣ୍ଡରୁ ଆରମ୍ଭ କରି ବିଭିନ୍ନ ଫଣ୍ଡସ୍ ଅଛି ତାକୁ ବଣ୍ଟନ କରିବା ତାକୁ କରିପାରିଲେ। ଇଏ କେବଳ ବିଫଳତା ବିଫଳତା ବିଫଳତା, ବର୍ଷ ଏକ ବିଫଳତା ଅନେକ। ସେଇ ଡରରେ ବର୍ତ୍ତମାନ ବିଧାନସଭା ଡାକୁନାହାନ୍ତି।